କଥା ହେଉଛି ବହୁତ ଲୋକ ଅଛନ୍ତି ସେ ବିଭିନ୍ନ ବାହାନା କରନ୍ତି, ଅଳସୁଆରେ ଜୀବନ ବିତାନ୍ତି, ପରିଶ୍ରମ କରନ୍ତି ନାହିଁ, ନା ଖଟ ମୁଣ୍ଡାନ୍ତି ନା ମୁଣ୍ଡ ଖଟାନ୍ତି, ତେଣୁ ସେ କହନ୍ତି ଆମେ ଭାଗ୍ୟରେ ନାହିଁ। ସେଇଥିପାଇଁ ତ ମୁଁ ଆପଣଙ୍କୁ କେତୋଟି କଥା କହିଲି। ମୁଁ କହିଲି ଆପଣ ଯେ ଯେତେବେଳେ ଜ୍ୟୋତିର୍ବିଦ୍ୟା ବା କୌଣସି ବିଦ୍ୟା ସିଷ୍ଟମାଟିକ ଷ୍ଟଡି କଲେ ଚାରିଟା କଥା ଆସେ। ପ୍ରଥମେ ପ୍ରତିଶ୍ରୁତି, କାର୍ଯ୍ୟକାରିତା, ତାର ପ୍ରତିପାଦନ ଏବଂ ଶେଷରେ ବ୍ୟତିକ୍ରମ। ବ୍ୟତିକ୍ରମ ଫ୍ରି ୱିଲ୍ ଆପଣଙ୍କୁ ଗୋଟେ ଦିଆଯାଇଛି। ମଣିଷ ଗୋଟିଏ ଜୀବ ଯାହାକୁ ଫ୍ରି ୱିଲ୍ ଦିଆଯାଇଛି ବା ସ୍ୱାଧୀନ ଚିନ୍ତା କରିବା ପାଇଁ ଦିଆଯାଇଛି। ଯେ ଆଜ୍ଞା ଭୂତ ପ୍ରେତମାନଙ୍କର ଅସ୍ତିତ୍ୱ ଅଛି କି? ଆଉ ଯଦି ଅଛି ଆପଣ କେବେ ଅନୁଭବ କରିଛନ୍ତି? ହଁ, ଭୂତ ପ୍ରେତଙ୍କର ନିଶ୍ଚିତ ଭାବେ ଅଛି। ଭୂତ ଅଛନ୍ତି? ହଁ ପ୍ରେତ ଅଛନ୍ତି, ଅଛନ୍ତି। ମୁଁ ତାକୁ ବୁଝାଉଛି। ଆପଣ ଦେଖିଛନ୍ତି? ଯଦି ହଁ କରିବି ନିଶ୍ଚିତ ଭାବେ। କେବେ ଦେଖିଥିଲେ? ଏଇ ନିକଟରେ କହୁଛି। କଥା ହେଇଥିଲେ? ବର୍ତ୍ତମାନ ମତେ ମୌକା ଦିଅନ୍ତୁ, ମୁଁ କହିବି। ଓକେ। ପ୍ରଥମ କଥା ହେଲା ଭୂତ। ଏ ଯେତେବେଳେ ଭୂତ କଥା କହୁଛି, ସାଇନ୍ସ କହୁଛି ସେଟା ଗୋଟେ ନେଗେଟିଭ ଏନର୍ଜି। ଆମର ଜ୍ୟୋତିଷ ଶାସ୍ତ୍ରରେ କୁହାଯାଉଛି, ଆମର ଜ୍ୟୋତିଷ ଶାସ୍ତ୍ରରେ ଆମର ଶାସ୍ତ୍ରରେ ଲେଖା ହେଇଛି 14ଟା ଲୋକ, 7ଟା ଊର୍ଧ୍ୱ ଲୋକ, 7ଟା ଅଧ ଲୋକ। ତ ଆମେ ସେଇ ଯୋଉ ଊର୍ଧ୍ୱ ଲୋକ ଅର୍ଦ୍ଧ ଲୋକ ସେ ହେଇକି ଅଛି 14ଟା ଲୋକ। 14ଟା ହଉଛି ପ୍ଲେନ୍ ଅଫ୍ ଏକ୍ଜିଷ୍ଟାନ୍ସ, ଯାହାକୁ କ୍ୱାଣ୍ଟମ ଫିଜିକ୍ସ ପ୍ରତିପାଦିତ କରିସାରିଛି। ତେଣୁ ଆମେ ଗୋଟିଏ ପ୍ଲେନ୍ ଅଫ୍ ଏକ୍ଜିଷ୍ଟାନ୍ସରେ ରହି ଅନ୍ୟ ପ୍ଲେନ୍ ଅଫ୍ ଏକ୍ଜିଷ୍ଟାନ୍ସକୁ ଆମେ ନେଗେଟ କରିଦଉଛୁ, ଯୋଉଟା କି ଆମର ଅଜ୍ଞତା। କିନ୍ତୁ ଆଉ ଗୋଟେ ଦୃଷ୍ଟିରୁ ଦେଖିଲେ, ଯୋଉମାନଙ୍କୁ ଏ ଭୂତ, ଆମେ ଯୋଉ ଜ୍ୟୋତିଷରେ ଆମେ କହୁ ଏଟା ଭୂତ ଯୋନି, କିନ୍ତୁ ସେମାନେ ବୁଝିବା ପାଇଁ, ଯୋଉମାନେ ବିଜ୍ଞାନରେ ବିଶ୍ୱାସ କରନ୍ତି, ଏ ଟର୍ମିନୋଲୋଜିକୁ ବିଶ୍ୱାସ କରନ୍ତିନି, ସେମାନଙ୍କ ପାଇଁ ବୁଝିବାକୁ ପଡିବ ESP, ଏକ୍ସଟ୍ରା ସେନ୍ସରି ପରସେପ୍ସନ। ESP ରେ ପରିଷ୍କାର ଭାବେ ଅଛି। ESP, ଯେତେବେଳେ ଆମେ ESP କଥା କହୁ, ଆମେ ତିନିଟା କଥା ଆମେ ନିଶ୍ଚିତ ଭାବେ ମନେ ରଖିବା ଦରକାର। ESP ରେ କଣ ହୁଏ ନା, ଆମର ଯୋଉ ପଞ୍ଚେନ୍ଦ୍ରିୟ ଅଛି, ପଞ୍ଚେନ୍ଦ୍ରିୟ ବାହାରେ ଗୋଟେ ଅବସ୍ଥା ଅଛି, ଗୋଟେ ଜୀବନ ଅଛି, ଯାହା ଅଛି, ଯୋଉଟା କି ଆମେ ସାଧାରଣ ଭାବେ ଅନୁଭବ କରିପାରୁନା। ଯୋଉମାନେ ଅନୁଭବ କରିପାରନ୍ତି ସେମାନଙ୍କୁ କୁହାଯାଏ, ସେମାନଙ୍କ ପାଖରେ ଷଷ୍ଠ ଇନ୍ଦ୍ରିୟ ଅଛି ବା ଗଟ୍ ଫିଲିଂ ବୋଲି କୁହାଯାଏ। ଆଚ୍ଛା, ଯେ କୁହାଯାଏ ଭୂତ ମାନେ ମଣିଷ ମାନଙ୍କୁ ଡରାନ୍ତି, ଏକଥା ସତ? ହଁ, ଆପଣ ଯେତେବେଳେ ଏକଥା ପଚାରୁଛନ୍ତି, ମୁଁ ସେଇ ESP କଥା କହୁଛି। ESP ରେ 3ଟା ଲେବୁଲ ଅଛି। କଣ ESP? ଏକ୍ସଟ୍ରା ସେନ୍ସରି ପରସେପ୍ସନ, ଯୋଉଟା ବିଜ୍ଞାନ କହୁଛି। ମୁଁ ଆପଣଙ୍କୁ ଜ୍ୟୋତିଷ ସହିତ ନ ଜଣିଲେ ଆପଣ ସେମିତି ତାକୁ ବିଚାର କରିପାରିବେନି। ପ୍ରଥମ କଥା ହଉଛି ତାର ଯୋଉ ଅଙ୍ଗ ଗୁଡିକ ଅଛି, ଗୋଟେ ଟେଲିପାଥି। ଟେଲିପାଥି କଣ? ଆପଣ କଣ ଭାବୁଛନ୍ତି ମୁଁ ସେଟା ଜାଣିପାରିବି। ମୁଁ କଣ ଭାବୁଛି ଆପଣ କହିଦେବେ? ଟିକେ ରୁହନ୍ତୁ, ମୁଁ କଣ କହିବାକୁ ଚାହୁଁଛି। ESP ଯୋଉମାନେ ବୁଝିଛନ୍ତି ସେମାନେ କଣ ହୁଏ, ଟେଲିପାଥି। ଆପଣ କହନ୍ତିନି, ଜଣେ ସପୋଜ ଗୋଟେ ଲୋକଟେ ସେଠି ଅଛି, ହଠାତ୍ ତାଙ୍କୁ ଲାଗୁଛି ଯେ ସେ ଅଛି ସେଠି, ଦେଖିଲା ବେଳକୁ ସେ ଲୋକଟା ସେଠି ଅଛି। ଦିସ୍ ଇଜ କଲ୍ଡ ଟେଲିପାଥି। ଆପଣ କଣ ଭାବୁଛନ୍ତି ସେତେବେଳେ ମୋର ଏଠି ଚିନ୍ତା ଆସୁଛି, ଦେ ସେ ଇଟ୍ସ ଟେଲିପାଥି। ତାପରେ ଆଉ ଗୋଟେ ହଉଛି କ୍ଲାରଭେରେନ୍ସ। ସେଥିରେ କଣ ହବ ନା, କଣ ଗୋଟେ ଦୂର ଜାଗାରେ କଣ ହଉଛି ସେଟା ଜଣେ ଜାଣିପାରିବ। ଆଚ୍ଛା, ସେଟା ଋଷିମାନେ ଜାଣିପାରୁଥିଲେ, ତେଣୁ ସେମାନଙ୍କୁ ଋଷି କୁହାଯାଉଥିଲା। ଋଷି ମାନେ ଯିଏ ଦେଖିପାରେ। ତାପରେ ଆଉ ଗୋଟେ ହଉଛି ପ୍ରିକଗ୍ନିସନ। ପ୍ରିକଗ୍ନିସନ କଣ ନା, ଆପଣଙ୍କର ଭବିଷ୍ୟତରେ କଣ ହବ ସେଟା ଜଣେ ଜାଣିପାରିବ, ସେଟା ହେଲା ପ୍ରିକଗ୍ନିସନ। ତାପରେ ସାଇକୋମେଟ୍ରିକ, କୌଣସି ଜୀବକୁ ବା କୌଣସି ଦ୍ରବ୍ୟକୁ ଛୁଇଁକି ଆପଣ ଜାଣିପାରିବେ ବା ତା ମାଲିକ ବିଷୟରେ ଜାଣିପାରିବେ। ତ ESP 4ଟା ଲେବୁଲରେ ହୁଏ। ଯୋଉମାନେ ESP ବିଷୟରେ ଜାଣନ୍ତି, ଯୋଉମାନଙ୍କର ସେଇ ୱେଭଲେନ୍ଥ ସେଇ ଲେବୁଲକୁ ପଳେଇଥାଏ, ସିକ୍ସ ସେନ୍ସ ଯାହାକୁ କହନ୍ତି ଲେବୁଲକୁ ଚାଲିଥାଏ, ସେ ସେଗୁଡା ଦୃଶ୍ୟମାନ ହୁଏ। ESP ଯେତେବେଳେ କଥା ହଉଛି, ସେତେବେଳେ କଣ ହବ ନା, ଆପଣ ମାନେ ଜାଣିପାରିବେ ନାହିଁ। ସେତେବେଳେ ଯିଏ ଏକ୍ସଟ୍ରା ସେନ୍ସରି ପରସେପ୍ସନ ବିଷୟରେ ଜାଣିଛି, ତାକୁ ଅନୁଭୂତ ହବ ଯେ କଣ ଗୋଟେ ଅଛି, ଯୋଉଟାକୁ ସାଇନ୍ସ କହିଲା ନେଗେଟିଭ ଏନର୍ଜି, ଆପଣ ମାନେ ଭୂତ କହିଲେ। ବର୍ତ୍ତମାନ କଥା ହଉଛି, ଆମ ଜ୍ୟୋତିଷରେ ଯଦି କାହାର କୁଣ୍ଡଳୀରେ ଚତୁର୍ଥରେ ରାହୁ ଅଛି, ତାହେଲେ ଅନୁଭବ କରିବେ ଯେ ଆପଣଙ୍କ ଘରେ 2 ଜଣ ଅଛନ୍ତି, ଆମେ ଜ୍ୟୋତିର୍ବିଦ ହିସାବରେ କହିବୁ 3 ଜଣ ଲୋକ ଅଛନ୍ତି। ଯଦିଓ ଫିଜିକାଲ ନଥାଇପାରେ, ସଟଲ ଲେବୁଲରେ ଜଣେ ରହିଛନ୍ତି। ଯୋଉ ଲୋକର ଚତୁର୍ଥରେ ରାହୁ ଅଛି, ସେ ଲୋକକୁ ସବୁବେଳେ ସେ ଚମକିବ, ତାକୁ ଲାଗିବ କିଏ ଗୋଟେ ଦେଖୁଛି, କିଏ ଗୋଟେ ପାଖରେ ଅଛି।
ଆପଣ ତାକୁ ଭାବିବେ ଇଏ ମାନସିକ ରୋଗୀ ହେଇଗଲାଣି, ତାକୁ ସାଇକେଟ୍ରିକକୁ ନେବେ। ଆଚ୍ଛା କିନ୍ତୁ କଥା ହଉଛି ତାର ଚତୁର୍ଥରେ ରାହୁ ଥିବାରୁ ସିଏ ଅନୁଭବ କରିପାରୁଛି ଗୋଟେ ଅଶରୀରୀ, ଯାହାକୁ କହନ୍ତି ଯେ ଆପଣ ସ୍ପିରିଟ ବୋଲି କହୁଛନ୍ତି।